ସମସ୍ତଙ୍କୁ ନମସ୍କାର। ହର୍ଟିକଲଚର କିଙ୍ଗ ସୁନ୍ଦରଗଡ଼ ନର୍ସରୀରେ ଆପଣମାନଙ୍କୁ ସ୍ୱାଗତ। ଆମ ନର୍ସରୀରେ ବିଭିନ୍ନ ପ୍ରକାରର ଫୁଲ ଗଛ, ଫଳ ଗଛ, ବିଭିନ୍ନ ପ୍ରକାରର ଘରରେ ସଜେଇବା ପାଇଁ ଇନଡୋର ପ୍ଲାଣ୍ଟ, ଆଉଟଡୋର ପ୍ଲାଣ୍ଟ, ହ୍ୟାଙ୍ଗିଂ ବାସ୍କେଟ୍ ଏବଂ ସୁନ୍ଦର ସୁନ୍ଦର ବିଭିନ୍ନ କଲର୍ର ଗଛମାନ ଆପଣ ପାଇପାରିବେ। ଫଳ ଗଛ ମଧ୍ୟରେ ଆମ୍ବ ଗଛ, ପିଜୁଳି ଗଛ, ବରକୋଳି ଗଛ, ନଡ଼ିଆ ଗଛ, ସପେଟା ଗଛ, ଏହିପରି ଅନେକ ଗଛ ଆପଣ ପାଇପାରିବେ। ସୌଖିନ ଉପରେ ବି ବହୁତ ଗୁଡ଼ାଏ ପାମ୍ ଗଛ ଅଛି। 4-5ଟା ଭେରାଇଟିର ପାମ୍ ଗଛ ଅଛି। ତାପରେ ସବୁଠୁ ଆକର୍ଷଣୀୟ ଅଛି ଆମର ଯେଉଁ ଆମେ କାଗଜ ଫୁଲ କହୁଛୁ। କାଗଜ ଫୁଲର ଆମର ଗୋଟିଏ ଗୋଟିଏ ଗଛରେ 7ଟା ପ୍ରକାରର କଲମି ଅଛି, କଲମି ବନ୍ଧା ହେଇଛି। ସେହି କଲେକ୍ସନ୍ ବି ଆପଣ ନେଇପାରିବେ, ନହେଲେ ସିଙ୍ଗଲ ନେଇପାରିବେ। ଆଉ ସବୁଠୁ ଆକୃଷ୍ଟ ଆମର ଗେଣ୍ଡୁ ଚାରା ବହୁତ ବଢ଼ିଆ। ଏବେ ବି ଖରାଟିଆ ଗେଣ୍ଡୁ ଆପଣ ଆମ ନର୍ସରୀରୁ ପାଇପାରିବେ। ଗେଣ୍ଡୁ ଚାରା ଗୁଡ଼ିକ ବହୁତ ଉତ୍କୃଷ୍ଟ ଧରଣର ହୋଇଛି ଏବଂ ଆମେ ଗେଣ୍ଡୁ ଉପରେ ଅନେକ ରିସର୍ଚ୍ଚ ବି କରୁଛୁ। ପରବର୍ତ୍ତୀ ସମୟରେ ଆମେ ଆପଣମାନଙ୍କୁ ଏମିତି ବଢ଼ିଆ ଗେଣ୍ଡୁ ଦେଇପାରିବୁ ବୋଲି ଆଶା କରୁଛୁ। ତାପରେ ଗୋଲାପର ଭେରାଇଟିରେ ବି ଅଛି। ଆମର ବହୁତ ଗୁଡ଼ାଏ କଲର୍ ଅଛି। ରେୟାର କଲର୍ ଗୁଡ଼ାକ ଅଛି, ମଲ୍ଟି କଲର୍ ଅଛି, ଲିପଷ୍ଟିକ୍ ଟାଇପ୍ର ଫୁଲ ଉପରେ କଲର୍ ଆସିବ। ଅନ୍ୟାନ୍ୟ ଫଳ ଗଛ ମଧ୍ୟରେ ଲେମ୍ବୁ ଗଛ ଅନ୍ୟତମ। ଖରାଟିଆ ଲେମ୍ବୁ ଆପଣମାନେ ଆମ ପାଖରେ ପାଇପାରିବେ। ବର୍ତ୍ତମାନ ଅବସ୍ଥାରେ ଫଳ ଆସୁଥିବା ଖରା ସମୟରେ ଯେମିତି ଲେମ୍ବୁ ପାଇବେ, ଠିକ୍ ସେହି ପ୍ରକାର ଭେରାଇଟି ଆମେ ଆପଣମାନଙ୍କୁ କମ୍ ଦାମରେ ଉପଲବ୍ଧ କରିବୁ। ରବର ପ୍ଲାଣ୍ଟ ପାଇପାରିବେ। ତାପରେ ମନ୍ଦାର ଗଛ ପାଇପାରିବେ, ତେଜପତ୍ର ଗଛ ପାଇପାରିବେ, ଘଣ୍ଟ ଜବା ଗୋଟିଏ ଘଣ୍ଟି ପରିକା ମନ୍ଦାର ଅଛି, ସେଇଟା ବି ପାଇପାରିବେ। ଅଶୋକା ଗଛ ଗୁଡ଼ାକ ଅଛି, ସେଇଟା ବି ଆପଣ ବିଭିନ୍ନ କଲର୍ରେ ଅଛି, 6-7ଟା କଲର୍ ଅଛି। ଆଉ ସବୁଠୁ ମଜା କଥା, ବାଉଁଶ ଗଛ ବି ରଖିଛୁ। ଆପଣ ବାଉଁଶ ଗଛ ବି ନେଇପାରିବେ। ଆଉ ଏଇଟା କି ଗଛ ଆପଣମାନେ କମେଣ୍ଟ କରିବେ। ଏଇ ଗଛଟା ଗୋଟେ ବଢ଼ିଆ ସାଇନିଂ ଗଛ ଥିଲା। ସେଇଟା ରାତିରେ ଆଲୁଅରେ ଚକ୍ ହୁଏ। ଏଇଟା ସମସ୍ତେ ପୂଜା କରନ୍ତି। ଏଇ ଗଛଟା ବି ଶମୀ ଗଛ। ଦେଖନ୍ତୁ ଗୋଲାପର ଏସବୁ ଛୋଟିଆ ଭେରାଇଟି ଅଛି। ତ ଏସବୁ ଅନେକ ପ୍ରକାରର ଗଛ ଅଛି, ଯେଉଁଟାକି ଆପଣମାନେ ଆସି ନର୍ସରୀ ଭିଜିଟ୍ ନ କଲେ ସବୁ ଫଟୋରେ ଜାଣି ହେବନି। ତେଣୁକରି ଆପଣମାନେ ଆମ ନର୍ସରୀକୁ ଦୟାପୂର୍ବକ ଭିଜିଟ୍ କରନ୍ତୁ ଏବଂ ଆମେ ଆପଣଙ୍କର ନର୍ସରୀ ଭିଜିଟ୍ରେ ଆମେ ଧନ୍ୟ ମନେ କରିବୁ। ଏଇ ହେଜ୍ ଗଛ ଗୁଡ଼ାକ ଅଛି, 4-5ଟା କଲର୍ ଅଛି। ଆଉ ବହୁତ ଗୁଡ଼ାଏ ଭେରାଇଟି ଅଛି, ଯାହାକି ଭିଡ଼ିଓରେ କହିବା ସମ୍ଭବପର ହୋଇପାରୁନି। ଏତେ ଲମ୍ବା ହେଇଯିବ ଯେ 3-4 ଘଣ୍ଟାରେ ଭିଡ଼ିଓ ବି ସରିବନି। ଭିଡ଼ିଓଟିକୁ ଯଦି ସମ୍ପୂର୍ଣ୍ଣ ଭାବରେ ଦେଖିଥିବେ, ଦୟାକରି ଭିଡ଼ିଓକୁ ସବସ୍କ୍ରାଇବ୍ କରିବେ ଏବଂ ବେଲ୍ ଆଇକନ୍କୁ ଦବାଇ ଦେବେ। ଆପଣଙ୍କର ଦର୍ଶନ ଆଶାରେ ଆମେମାନେ ଅପେକ୍ଷାରେ ଅଛୁ ନର୍ସରୀରେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ମା ଭାରତୀର ସେବାରେ ଆପଣମାନେ ଥିବେ। ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।